ভগবান ଏ ଜିନିଷଟା ଏତେ ପାୱାରଫୁଲ ହେଇଥିବ ବୋଲି ମୁଁ ତ ଭାବି ହିଁ ପାରୁନି। ଆପଣ ନିଜେ ହିଁ ଦେଖନ୍ତୁ ପାଣି ପକେଇଲା ପରେ ସବୁ ଜିନିଷ କେତେ ଚକଚକ କରୁଛି। ତ ଆସନ୍ତୁ ୟାର ଅସଲି କାହାଣୀଟା ଏବେ ଆପଣଙ୍କୁ କହୁଛି। ତ କଣ ମୁଁ କେଇଟା ଦିନ ଆମ ଘରୁ ଛାଡିକି ପଳେଇଲି ଯେ ବାବୁ ଆମର ଘରକୁ ଗୁହାଳ କରିକି ରଖିଦେଇଛନ୍ତି। ବେସିନ ଟ୍ୟାପ ଠୁ ଆରମ୍ଭ କରିକି ମିରର ଆଉ କିଚେନ ଫ୍ଲୋର ସବୁ ଜାଗାରେ ପାଣି ପଡି ପଡି ଦାଗ ହେଇକି ଅଛି। ତ ମୁଁ ବହୁତ ଖୋଜିଲା ପରେ ଅର୍ବାନ ୱାଇପ ର ଟ୍ୟାପ କ୍ଲିନର ଲାଇମ ସ୍କେଲ ରିମୁଭର ଅର୍ଡର କରିଦେଇଥିଲି ଆଉ ତାପରେ ତାକୁ ସବୁ ଜାଗାରେ ସ୍ପ୍ରେ କରି ପକେଇଥିଲି। ଭାବି ତ ନଥିଲି ଏଟା ଏଭଳି ସବୁ ଦାଗକୁ ଛଡେଇ ପାରିବ ବୋଲି, ହେଲେ ରେଜଲ୍ଟ ଥିଲା ପୁରା ସକିଂ। ମାନେ ସବୁ ବେସିନ ଆଉ କିଚେନ ଫ୍ଲୋର ଏତେ ପୋଚରା ହେଇଥିଲା ଆଉ ଏଟା ପକେଇଲା ପରେ ଏତେ ସଫା ହେଇଗଲା ଯେ ମତେ ବିଶ୍ୱାସ ହିଁ ହେଲାନି। ତ ମୁଁ ଆଉ କାଳ ବିଳମ୍ବନ କରିକି ତାକୁ ଫଟାଫଟ ଯାଇକି ମୋର ସବୁ କିଚେନ ଆଉ ବାଥରୁମ ଟ୍ୟାପ ରେ ବେସିନ ରେ ସ୍ପ୍ରେ କରିକି 10 ସେକେଣ୍ଡ ପରେ ପୋଛି ଦେଲା ବେଳକୁ ପୁରା ଚକାଚକ ହେଇଗଲା ସବୁ କିଛି। ମାନେ ଲାଗିଲା ଯେମିତି କି ନୂଆ ଟ୍ୟାପ ଏବେ ଇନଷ୍ଟଲ କରା ହେଇଛି। ଆଉ ଲାଷ୍ଟ ରେ ତାର ଫାଇନାଲ କାପାସିଟି ମୁଁ ଜାଣିବାକୁ ଜଙ୍କ ବାଲା ସୋପ ହୋଲ୍ଡର ରେ ତାକୁ ସ୍ପ୍ରେ କରିବାକୁ ଲାଗି ପଡିଲି। ଆଉ ରିଜଲ୍ଟ ଦେଖିକି ମୁଁ ପୁରା ସିଓର ହେଇଗଲି କି ୟାଠୁ ବେଷ୍ଟ ପ୍ରଡକ୍ଟ ମତେ ଆଉ ମିଳିବନି। ତା ସହିତ ଏଥିରେ ଆପଣ ଅସନା ହେଇଥିବା ମିରର, ବାଲ୍ଟି, ମଗ ସବୁ କିଛି କ୍ଲିନ କରିପାରିବେ। ଏଣ୍ଡ ଇଟ୍ସ ନନ୍ ଟକ୍ସିକ, ସ୍ମେଲ୍ସ ଗୁଡ ଏଣ୍ଡ ବହୁତ ହି ଆଫୋର୍डेबल। ତ ୟାର ଷ୍ଟିକର ମୁଁ ସ୍କ୍ରିନରେ ଲଗେଇ ଦେଇଛି, ଆପଣ ତାକୁ କ୍ଲିକ୍ କରିକି ଜଲ୍ଦି ନିଜ ପାଇଁ ଅର୍ଡର କରିଦିଅନ୍ତୁ, ନହେଲେ ଏଟା ଆଉଟ ଅଫ ଷ୍ଟକ୍ ହେଇଯିବ।